ଏକ ଘନ ଜଙ୍ଗଲରେ ଗୋଟିଏ ଶକ୍ତିଶାଳୀ ସିଂହ ରହୁଥିଲା। ସେ ନିଜ ଶକ୍ତି ଉପରେ ବହୁତ ଗର୍ବ କରୁଥିଲା। ପ୍ରତିଦିନ ସେ ଜଙ୍ଗଲର ସମସ୍ତ ପଶୁଙ୍କୁ ଡରାଉଥିଲା ଏବଂ କହୁଥିଲା, ମୋତେ ଦେଖି ସମସ୍ତେ କମ୍ପିଯାନ୍ତି। ଏହି ଜଙ୍ଗଲର ସତ୍ୟକାର ରାଜା ମୁଁ। ସମସ୍ତ ପଶୁ ତାଙ୍କୁ ଡରୁଥିଲେ, କିନ୍ତୁ ଜଙ୍ଗଲରେ ଗୋଟିଏ ଚତୁର ଶିଆଳ ଥିଲା। ସେ ସିଂହର ଅହଙ୍କାରକୁ ପସନ୍ଦ କରୁନଥିଲା। ଦିନେ ସିଂହ ଶିଆଳକୁ ଡାକି କହିଲା, ହେ ଶିଆଳ, ତୁମେ କହ, ମୋ ପରି ଶକ୍ତିଶାଳୀ କେହି ଅଛି କି? ଶିଆଳ ହସି କହିଲା, ମହାରାଜ, ଆପଣ ବହୁତ ଶକ୍ତିଶାଳୀ, କିନ୍ତୁ ଜଙ୍ଗଲରେ ଆଉ ଗୋଟିଏ ସିଂହ ଆସିଛି। ସେ କହୁଛି ସେଇ ଏହି ଜଙ୍ଗଲର ସତ୍ୟକାର ରାଜା। ଏହା ଶୁଣି ସିଂହ ରାଗରେ ଗର୍ଜନ କଲା, କେଉଁଠି ଅଛି ସେ? ମୋତେ ଏବେ ନେଇ ଚାଲ। ଚତୁର ଶିଆଳ ସିଂହକୁ ଜଙ୍ଗଲ ଭିତରେ ଥିବା ଗୋଟିଏ ଗଭୀର କୁଆଁ ପାଖକୁ ନେଇଗଲା। ସେ କହିଲା, ମହାରାଜ, ସେହି ସିଂହ ଏହି କୁଆଁ ଭିତରେ ରହେ। ସିଂହ କୁଆଁ ଭିତରେ ଝାଙ୍କିଲା। ପାଣିରେ ସେ ନିଜର ଛାୟାକୁ ଦେଖିଲା। ସେ ଭାବିଲା ଆଉ ଗୋଟିଏ ସିଂହ ତାକୁ ଘୂରି ଦେଖୁଛି। ସିଂହ ଭୟଙ୍କର ଗର୍ଜନ କଲା। ପାଣିରେ ତାର ଧ୍ୱନି ପୁଣି ଫେରିଆସିଲା। ସିଂହ ଭାବିଲା ଅନ୍ୟ ସିଂହ ମଧ୍ୟ ତାକୁ ଚ୍ୟାଲେଞ୍ଜ କରୁଛି। ରାଗରେ ସିଂହ କୁଆଁ ଭିତରକୁ ଲାଫ ମାରିଦେଲା, କିନ୍ତୁ ସେ ପାଣିରେ ପଡ଼ିଗଲା ଏବଂ ବାହାରି ପାରିଲା ନାହିଁ। ଶିଆଳ ହସି କହିଲା, ଅଧିକ ଗର୍ବ ମନୁଷ୍ୟ କିମ୍ବା ପଶୁ ଦୁହେଁଙ୍କ ପାଇଁ ଖରାପ। ସମସ୍ତ ପଶୁ ଖୁସି ହେଲେ ଏବଂ ଶିଆଳର ବୁଦ୍ଧିକୁ ପ୍ରଶଂସା କଲେ। ଶିକ୍ଷା, ଅହଙ୍କାର ଓ ଅଧିକ ଗର୍ବ ସବୁବେଳେ ନାଶର କାରଣ ହୁଏ।